ମାଡ଼ହାଣ୍ଡି କଥା। ଗୋଟିଏ ଗାଁରେ ଗୋଟିଏ ଚକୁଳିଆ ପଣ୍ଡା ଥାଏ। ସେ ଭାରି ଗରିବ। ସେ ମାଟିଏ ଆଉ ପୁଅଟିଏ ଥାଏ। ସେ ନିତି ଭିକ ମାଗିଯାଏ। ଭିକ ମାଗି ଯାହା ଆଣେ ସେଥିରେ ଘର ଚଳେ। ଦିନକର କଥା, ସେଦିନ ଚକୁଳିଆ ପଣ୍ଡା କେତେ ଗାଁ ବୁଲିଲା। ସେରକ କଥା ତ ଦୂରର ଥାଉ, ତାକୁ ସେଦିନ ପୋଷେ ଚାଉଳ ମିଳିଲାନି। ଓଲଟି ଗାଁ ପିଲା ତାକୁ ଟେକା ପଥର ପକେଇ ତଡ଼ି ଦେଲେ। ବିଚରା ଚକୁଳିଆ ପଣ୍ଡା କାନ୍ଦି ବୋବେଇ ସେଠୁ ପଳେଇ ଆସିଲା। ଚୋରକୁ ମାନ ମାରି ଖପରାରେ ଖାଇଲା ଭଳିଆ ଭାବିଲା, ଆଉ ଏ ନିର୍ଲଜ ମୁହଁ ଦେଖିବାକୁ ଘରକୁ ଯିବି ନାହିଁ। ତେଣୁ ସେ ଘରର ବିପରୀତ ଦିଗରେ ଚାଲିଲା। ଯାଉ ଯାଉ ଦେଖିଲା ଗୋଟିଏ ସୁନ୍ଦର ପଦ୍ମ ପୋଖରୀ। ସେଥିରେ ଅଗଣ୍ଡ ପାଣି। ଶଙ୍ଖ ମଲମଲ ପଥରରେ ପାହାଚ ବସିଛି। ୟାର ତ ଭୋକ ଶୋଷରେ କରଟି ଜଳୁଥାଏ। କ'ଣ କରିବ? ତାକୁ କିଛି ବୁଦ୍ଧି ବାଟ ଦିଶୁ ନ ଥାଏ। ଏଣେ ପାଣିକୁ ଦେଖି ତାର ଭାରି ଲୋଭ ହେଲା। ସେ ପାହାଚ ଉପରେ ଲତ କରି ବସି ପଡ଼ିଲା। ଦେଖିଲା କାଚ କୁନ୍ଦୁ ପରି ପାଣି। ଚକୁଳିଆ ପଣ୍ଡା ସେ ପାଣିରୁ ଚଳଚଳ କରି ତା ଆଞ୍ଜୁଳା ହାତରେ ଧରୁଥାଏ, ଆଉ ମନକୁ ମନ କହି ହେଉଥାଏ, ଭାତ ଖାଉଁ, ଡାଲି ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, କ୍ଷୀରି ଖାଉଁ, କାକରା ଖାଉଁ, ଚକୁଳି ଖାଉଁ। ଏମିତି ଗୋଟିଏ ଗୋଟିଏ ଦରବର ନାଁ ଧରୁଥାଏ, ଆଉ ଆଞ୍ଜୁଳେ ଆଞ୍ଜୁଳେ ପାଣି ପିଉଥାଏ। ସେହି ପୋଖରୀରେ ଥାଆନ୍ତି ଗଙ୍ଗାମାତା। ଚକୁଳିଆ ପଣ୍ଡାର ଡାକ ତାଙ୍କ କାନରେ ବାଜିଲା। ଗଙ୍ଗାମାତା ତ ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି। ତେଣୁ ଚକୁଳିଆ ପଣ୍ଡା ଯେତକ ଦରବର ନାଁ ଧରି ଆଞ୍ଜୁଳେ ଆଞ୍ଜୁଳେ ପାଣି ପିଉଥାଏ, ସେ ସେତକ ଦରବ ଗୋଟିଏ ହାଣ୍ଡିରେ ଭରି କରି ସଜାଡ଼ି ଦେଲେ। ଚକୁଳିଆ ପଣ୍ଡା ଯେଉଁଠି ବସିଥିଲା ସେହିଟିକି ବସାଇ ଦେଲେ। ହାଣ୍ଡିଟି ଭାସି ଭାସିକା ତା ପାଖରେ ଲାଗିଲା। ଚକୁଳିଆ ପଣ୍ଡା ଏହି ହାଣ୍ଡିକୁ ଦେଖି ଭାରି ଆଶ୍ଚର୍ଯ୍ୟ ହେଲା। ଭାବିଲା, ଏହି ହାଣ୍ଡିଟି କୁଆଡ଼ୁ ଆସିଲା? ଏଥିରେ କ'ଣ ଅଛି ଦେଖେ। ଏ କଥା ବିଚାରି ସେ ତେଲୁଣୁଟି କାଢ଼ି ଦେଖିଲା, ତା ଭିତରେ ଦିବ୍ୟ ସରୁ ଅନ୍ନ, ଡାଲି, ମହୁର, ଆମ୍ବିଳ, ପିଠା ଭଳିକି ଭଳି ଜିନିଷ ଖଞ୍ଜା ହେଇଛି। ଚକୁଳିଆ ପଣ୍ଡାର ଭୋକ ଆହୁରି ବଢ଼ିଗଲା। ସେ ହାଣ୍ଡିରୁ ଖାଦ୍ୟ ପଦାର୍ଥ ଯାକ ବାହାର କରି ପେଟେ ଖାଇଲା। ବାକିତକ ହାଣ୍ଡିରେ ପୂରେଇ ତାକୁ ମୁଣ୍ଡେଇ ସିଧା ଘର ଆଡ଼କୁ ଚାଲିଲା। ଘରେ ପହଞ୍ଚିଲା ବେଳକୁ ତା ମା ଯାଇଥାଏ ଗାଁ ଭିତରକୁ ଦୁଃଖ କରିବାକୁ। ସେ ସେଇ ହାଣ୍ଡିଟିକ ଶିକା ଉପରେ ରଖିଦେଇ ଖଣ୍ଡେ ମସିଣା ପାରି ଶୋଇ ପଡ଼ିଲା। ମା ଘରେ ଆସେ ପହଞ୍ଚି ଦେଖେ ତ ପୁଅର ପେଟ ପୂରା ଟମାଟମ ଦିଶୁଛି, ଆଉ ଅଚିନ୍ତା ନିଦରେ ପୁଅ ଘୁଙ୍ଗୁଡ଼ି ମାରୁଛି। ହଠାତ୍ ବୁଢ଼ୀର ନଜର ପଡ଼ିଲା ଶିକା ଉପରେ ହାଣ୍ଡିଟିଏ ଝୁଲୁଛି। ବୁଢ଼ୀ ହାଣ୍ଡିଟିକୁ ତଳକୁ ଆଣି ପଲମ କାଢ଼ି ଦେଖେ ତ ହାଣ୍ଡି ଭିତରେ ବିଭିନ୍ନ ପ୍ରକାରର ଖାଦ୍ୟ ଭରା ହୋଇଛି। ବୁଢ଼ୀ ଭୋକରେ ଡହଳ ବିକଳ ହେଉଥିଲା। ତାକୁ ଏବେ କୁଟୀର ହିଁ ମିଳିଗଲା। ହାଣ୍ଡିରୁ ଗୋଟି ଗୋଟି କରି ସବୁ ଖାଦ୍ୟ ବାଢ଼ିଲା, ଆଉ ମନ ଇଚ୍ଛା ଖାଇଲା। ଯାହା ବଳିଲା ତାକୁ ହାଣ୍ଡିରେ ପୂରେଇ ପୁଣି ଶିକାରେ ରଖିଦେଲା। ପୁଅ ଶୋଇଥିଲା, ଉଠି ତା ମା'କୁ ସବୁ କଥା କହିଲା। ତାପରେ ବୁଢ଼ୀ ତା ପୁଅକୁ ବୁଦ୍ଧି ବତେଇ ଦେଲା। ଆରେ ପୁଅ,
ଏତେ ମିହନ୍ତ କରି 6 ଗାଁ 9 ଗାଁ ବୁଲୁଛୁ କିଆଁ? କାଲି ସକାଳୁ ପୁଣି ଯାଇ ପୋଖରୀ କୂଳରେ ବସ୍, ଦେଖିବା କ'ଣ ହେଉଛି। ପରଦିନ ସକାଳ, କାଲିର ସ୍ୱାଦ ପାଇଛି ନା ସକାଳୁ ଉଠି ଧାଇଁଛି। ଚକୁଳିଆ ପଣ୍ଡା ସିଧା ସିଧା ଯାଇ ପଦ୍ମ ପୋଖରୀ କୂଳରେ ହାଜର। କାଲି ଯେମିତି କରୁଥିଲା ଆଜି ଠିକ୍ ସେମିତି ହିଁ କଲା। ସତକୁ ସତ କାଲି ପରି ହାଣ୍ଡିଟିଏ ଭାସି ଆସି ତା ପାଖରେ ଲାଗିଲା। ଏମିତି ନୀତି ପୁଅ ହାଣ୍ଡିଟିଏ ଆଣେ, ଆଉ ମା ପୁଅ ସେତକ ଖାଇ ହାକୁଟି ମାରନ୍ତି। ତେଣୁ ସେ କୁଟା ଖଣ୍ଡକୁ 2 ଖଣ୍ଡ କରୁନଥାନ୍ତି। ଭାରି ଅଳସୁଆ ହୋଇଯାଇଥାନ୍ତି। ଏଣେ ଗଙ୍ଗାମାତା ବିଚାର କଲେ ଯେ ମା ପୁଅ ତ ନିଖଟୁ ହୋଇ ବସିଲେ, କିଛି କାମଧନ୍ଦା କଲେ ନାହିଁ। ତାଙ୍କ ଦେଖା ତ କି ସଂସାର ଯାକ କର୍ମ କୋଢ଼ିଆ ହୋଇଯିବେ, ଆଉ ଦୁଃଖଧନ୍ଦା କରିବାକୁ କେହି ଆଗଭର ହେବେ ନାହିଁ। ତାଙ୍କ ମୁହଁ ଭାଙ୍ଗିବାକୁ ପଡ଼ିବ। ଏ କଥା ଭାବି ଗଙ୍ଗାମାତା କୁଟଟିଏ ଭେଇଲେ। ସବୁଦିନ ପରି ଚକୁଳିଆ ପଣ୍ଡା ସେଦିନ ବି ପଦ୍ମ ପୋଖରୀକୁ ଗଲା। ପାହାଚରେ ବସି ଯେମିତି ନୀତି କରେ ସେମିତି କଲା। ମନେ ମନେ ଭାବିଲା, ଆଜି ବି ହାଣ୍ଡିଟି ଆସିବ, ଆଉ ମୁଁ ନେଇ ଘରକୁ ଚାଲିଯିବି। ଗଙ୍ଗାମାତା ବିଚାରିଲେ, ଦେଖ ଆର କେତେ କଥା। ମୁଁ ଏହାର ଭୋକ ବିକଳ ସହି ନ ପାରି ଖାଇବାକୁ ଦେଲି ବୋଲି ମା ପୁଅ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ଆଜି ପୂଜାଟା ଆଚ୍ଛା କରି ନଦେଲେ କିଛି ହବ ନାହିଁ। ଗଙ୍ଗାମାତା ରାଗ ତମ ହୋଇ ସେ ହାଣ୍ଡି ଭିତରେ ଗୁଡ଼ାଏ ବିଧା, ଚାପୁଡ଼ା, ରାମ୍ପୁଡ଼ା, ଚିମୁଟା, କହୁଣି, ଗୋଇଠା ଯେମିତି ଯେତକ ମାୟାର ସଂସାରରେ ଅଛି ସବୁ ପୂରାଇ ଦେଲେ, ଆଉ ତା ପାଖକୁ ଭସାଇ ଦେଲେ। ଚକୁଳିଆ ପଣ୍ଡା ହାଣ୍ଡିଟିକୁ ଉପରକୁ ନେଇ ଯେମିତି ତେଲୁଣୁଟି କାଢ଼ି ଦେଇଛି, ହେଲା ତା ଉପରେ ମାଡ଼ ବୃଷ୍ଟି। ଚାପୁଡ଼ା ଉପରେ ଚାପୁଡ଼ା, ବିଧା ଉପରେ ବିଧା, ତା ଉପରେ ଗୋଇଠା, ତା ପଛକୁ ରାମ୍ପୁଡ଼ା, ଝାମ୍ପୁଡ଼ା ଯେମିତି ତା ଅଷ୍ଟାଙ୍ଗ ସ୍ୱରରେ ତାକୁ ଧୁମ୍ ଧାମ୍ ଭୁସ୍ ଭାସ୍ ଲଦି ହୋଇଯାଉଥିଲା। ମାଡ଼ରେ ଗୋରୁ ଚରିଗଲା। ପ୍ରଚୁର ମାଡ଼ ଖାଇସାରିବା ପରେ ତା ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଗଲା। ସେ ବିକଳରେ ହାଣ୍ଡି ଉପରେ ତେଲୁଣୁଟି ଘୋଡ଼ାଇ ଦେଲା। ଯେମିତି ହାଣ୍ଡି ଉପରେ ତେଲୁଣୁଟି ଘୋଡ଼େଇ ଦେଇଛି, ସବୁ ଯେମିତି କିଏ ରାଣ ଦେଲା ଭଳିଆ ମାଡ଼ ବୃଷ୍ଟି ଥମିଗଲା। କିଏ ମାରିଲା ବୋଲି ଦେଖିଛି ଯେ କାହା ଉପରେ ଦାଉ ସାଧିବ? ଶାଶୁ ମାରୁଥାଏ ବୋହୂକୁ, ଛାରା ବୋହୂ ହୋଇ କାହାକୁ ମାରିବ? ମାରୁଥାଏ ଚୁଲି ମୁଣ୍ଡକୁ। ସେମିତି ଚକୁଳିଆ ପଣ୍ଡା ତା ମା ଉପରେ ଗରଗର ହେଉଥାଏ। ସେତେବେଳେ ସେ ହାଣ୍ଡିଟିକୁ ଉଠାଇ ଘରକୁ ଚାଲିଲା। ଘରକୁ ନେଇ ନୀତି ଯେମିତି ହାଣ୍ଡିଟିକୁ ଶିକା ଉପରେ ରଖି ଆଜି ବି ସେମିତି ରଖିଦେଲା, ଆଉ ଭିକ ମାଗିବାକୁ ବାହାରି ପଡ଼ିଲା। ଏଥର ତାର ମାର ପାଳି। ମା ସବୁଦିନ ପରି ହାଣ୍ଡିଟିକୁ ଶିକାରୁ ଆଣି ଯେମିତି ତେଲୁଣୁଟି କାଢ଼ି ଦେଇଛି, ଆଉ ବୁଢ଼ୀ ଯିବ କୁଆଡ଼େ। ହେଲା କୁଆ ପଥର ଛେଚିଲା ପରି ମାଡ଼। ବାପଲ ବଉଲ ହୋଇ ବୁଢ଼ୀ ରଡ଼ି ଛାଡ଼ୁଥାଏ। ବୁଢ଼ୀ ବିକଳରେ ଦେହ ହାତ ଆଉଁସି ପକାଉଥାଏ। ଶେଷରେ ବୁଢ଼ୀକୁ ବୁଦ୍ଧି ଦିଶିଲା ଯେ ପଲମଟାକୁ ହାଣ୍ଡି ଉପରେ ଉଗୁଡ଼େଇ ପକେଇଲା। ସାଙ୍ଗେ ସାଙ୍ଗେ ମାଡ଼ ଅସରା ବନ୍ଦ ହୋଇଗଲା। ବୁଢ଼ୀ ଟିକିଏ ନିଶ୍ୱାସ ମାରିଲା। ସେ ସଙ୍ଗେ ସଙ୍ଗେ ହାଣ୍ଡିଟିକୁ ନେଇ ତା ବାରିଆଡ଼ ଖତ ଗଦାରେ ରଖିଦେଲା। ଧୀରେ ଧୀରେ ସଞ୍ଜ ଗଡ଼ି ରାତି ହେଲା। ଦଇବ ଯୋଗକୁ ସେଦିନ ପଞ୍ଝାଏ ଚୋର କେଉଁ ଗାଁରୁ
गोटे सिंदूक आनी बुढ़ी बारी द्वारे आसी पहुँचिले। तांको भितरे भागवांट लागिला। ठीक सेही समय रे गोटिए चोरर नजर पड़िला सेही हांडी उपरे। से मने मने विचारिला, या भितरे कौन अछि टिकिए देखिबा। एही कथा विचारी से हांडीटीकू खत गदारू आनी सबु चोरंक मझिरे थोई देला। आउ जेमती से पलमटीकू काढ़ी देइछि, आउ ये चोर पंजाक जिबे केउ गातकू। हेला समस्तंक उपरे माड, खाली माड, पुणी माड, आहुरी माड। माडरे गोरु चरी गले। ए चोर जाक टंका सुना बांटिबे कौन। कलेई पलेई होई किए कुआडे छाटी पिटी होई दौड़िले। एमती एमती चोर आउ माड सबू बाड़ीरू चालीगले। एणे बुढ़ी को राति जाक निद नाही। घर भितरे थाई गाली पारी सबू शुणुथाए। जेमती चोर जाक जाइछंती बुढ़ी देखिला ता बारी रे सिंदूकटे थुआ होइछि। से सिंदूक खोली देखे तो ता भितरे हीरा, नीला, मोती, माणिक, गहना गांठी, टंका पैसा भर्ती होइछि। आकू देखी बुढ़ीर माड़ दरज कुआड़े उभेई गला। राति पाहिबा पाहिबा हेउथाए। ठीक सेही समय रे ता पुओ आसी पहुँचिला। तापरे सिंदूक को टेकाटेकी करी भीतरकू नेले। आउ सेही दिनठू तांकर दुखर दिन सरीगला। से प्रचुर धन संपत्ति पाई खुशी रे रहिले। धन्यवाद।